कवितार समाहार कवितांजलिକୁ आपण ସମସ୍ତଙ୍କୁ ସ୍ୱାଗତ। କବିଙ୍କ ବିଷୟରେ ଜାଣିବା। କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କ'ଣ ଅଧିକା କହିବି, ତାଙ୍କ ଲେଖାଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ବେଳେ ବେଳେ ଅଜବ ବିଚାର ମୁଣ୍ଡରେ ପଶେ। ଆମ ପଡ଼ିଶା ଘଂସା ବାବୁଙ୍କ କଥା ଦେଖନ୍ତୁ। ଯେଉଁ ସମୟରେ ଯେଉଁ କାମ କରିବା କଥା ତାକୁ ଟାଳି ଦେଇ ବଡ଼ ଆରାମରେ ବସିଥାନ୍ତି। ଅସୁବିଧା ବେଳରେ ତାଙ୍କର ଚେତା ପଶେ। ସେ ଏମିତି ସ୍ୱପ୍ନ ଦେଖନ୍ତି ଯାହା ପାଇଁ ଢେର ଅପଦସ୍ତ ହୁଅନ୍ତି ବି। ଦିନେ ଗୋଟେ ଫଟା ଛତା ମୁଣ୍ଡେଇ ବାହାରି ପଡ଼ିଥାନ୍ତି ଅଫିସକୁ। ବାଟରେ ଦେଖା ହୋଇଗଲେ ଅକସ୍ମାତ୍। ପଚାରିଲେ, ମୌସୁମୀ ବର୍ଷାରେ ଭିଜି ଭିଜି କ'ଣ ଅଫିସ ବାହାରିଲେ? ହଁଟେ ମାରି କହିଲେ, କାହିଁ ନାହିଁ ତ, ମୁଁ ତ ଛତା ଧରିଛି। ଆରେ, ତେବେ ଭିଜୁଛନ୍ତି କାହିଁକି? ଉତ୍ତର ନ ଦେଇ ସେଦିନ ସେ ଚୁପ୍ ରହିଲେ। କଥା ଛଳରେ ଦିନେ ମୁଁ ଏସବୁ କହି ବସିଥିଲି କବିବନ୍ଧୁ ଶରତ କୁମାର ଦାସଙ୍କୁ। ତାଙ୍କ କଳ୍ପନା ରାଜ୍ୟ ତ ଅସୀମ। ଲେଖିଦେଲେ କିଛି ରଙ୍ଗ ମଡ଼େଇ କବିତାଟିଏ। ଚାଲନ୍ତୁ ଜାଣିବା ସେ କବିତାଟି କ'ଣ। କବିତାର ଶୀର୍ଷକ ହେଉଛି ଫଟା ଛତାରେ ବର୍ଷା। ଭୁଇଁ ଛୁଇଁ ଛୁଇଁ ବର୍ଷା ଛତା ଖୋଜିଲି। ସାଇତା ଛତା ଖୋଲିଲା ବେଳକୁ ବେଣ୍ଟ ଭଙ୍ଗା କନା ଫଟା। ବର୍ଷା ଗାଜୁଛି, ଯିବି କେମିତି? ଅକଲ ଥାନ୍ତା ଯଦି ଛତା ସଜାଡ଼ି ନେଇଥାନ୍ତି। ବର୍ଷା ଋତୁ ଆସିବା ପୂର୍ବରୁ ରେନକୋଟ କିଣିଥାନ୍ତି। ହେଉ ପଛେ କାଣ୍ଟ ଛାଟ ପେଟ ଅଣ୍ଟାରୁ। ଏବେ ଭିଜି ଭିଜି ଯିବି ବର୍ଷାରେ। ପକେଟରେ ଯାହା ଯାହା ଧରିଛି ଭିଜିଯିବ ଅଯଥାରେ। ବର୍ଷା ଛାଡ଼ିବା ଯାଏ ଅଟକି ଯିବି କି? ଅଟକି ଗଲେ ଯେଉଁ ସମୟରେ ସେ ଜାଗାରେ ପହଞ୍ଚିଥାନ୍ତି, ଯାହା ଯାହା କାମ ସାରିବାର ଥିଲା ସେସବୁ କ'ଣ ଟାଳିପାରିବି ଦୁଆର ମୁହଁରୁ? ବରଂ ଅକୃତକାର୍ଯ୍ୟ ହେଲି ବୋଲି ସନ୍ତାପି ହେବି। ଏମିତି ହୁଅନ୍ତାନି? ବର୍ଷା ଗାଜୁଥିବ, ମୋ ମୁଣ୍ଡ ଉପରେ ଫଟା ଛତା, ଦେହରେ ନଥିବ ବର୍ଷାର ମାଡ଼, କାମ ସରିଯିବ ବିନା ବାଧାରେ, ସମ୍ପୂର୍ଣ୍ଣ ଭାବରେ। ବେଳେ ବେଳେ ଅଜବ ବିଚାର ମୁଣ୍ଡରେ ପଶେ। ସ୍ୱପ୍ନ କିମିଆ କରି ପକାଏ। ହେଲେ ଅବାନ୍ତର ଭାବନାର ମୂଲ୍ୟ ନଥାଏ। ତେବେ ବର୍ଷାରେ କ'ଣ କରିବି? ଭାବନାରେ ଉବୁଟୁବୁ ମୁଁ କୁଆଡ଼େ କୁଆଡ଼େ ଚାଲିଯାଏ। ଜାଣିପାରେ ନାହିଁ। ବାହାରେ ଘନଘୋର ବର୍ଷା, ମୋ ମୁଣ୍ଡ ଉପରେ ସଜଡ଼ା ଛତା। ମୁଁ ନିର୍ଧୂମ ଭିଜୁଥାଏ ନିଜ ଭିତରେ। କେମିତି ଲାଗିଲା କବିତାଟି? ଭଲ ହେଇଛି ନା? ସୁନ୍ଦର ହେଇଛି ନା? ତାହେଲେ କ'ଣ କରିବେ ତ ଜାଣିଛନ୍ତି। ଭିଡ଼ିଓ ଟିକେ ଲାଇକ୍ କରିବେ, ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥିବେ। ଭିଡ଼ିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ। ଆପଣମାନେ ଏଇଭଳି ସୁନ୍ଦର କବିତା ଦେଖିବା ପାଇଁ, ଶୁଣିବା ପାଇଁ ପାଇବେ। ଯଦି ଉପସ୍ଥାପନାରେ କିଛି ଦୋଷ ତ୍ରୁଟି ରହିଗଲା ତାହେଲେ କ୍ଷମା କରିବେ। ଆଗାମୀ ଭିଡ଼ିଓରେ ଦେଖା ହବ। ରହୁଛି ଆପଣଙ୍କ ଉପସ୍ଥାପିକା ଅନାମିକା। ନମସ୍କାର।